ପିଲାମାନେ ଆମର ପ୍ରିୟ ନେତା ଯିଏକି ମରି ସୁଦ୍ଧା ଆଜି ଅମର ଆମରିମାନଙ୍କ ଆତ୍ମାରେ ଅଛନ୍ତି, ସେ ହେଉଛନ୍ତି ଆମର ମୋହନଦାସ କରମଚାନ୍ଦ ଗାନ୍ଧୀ। ତାଙ୍କରି ଦିବସ ପାଳନ ଅବସରରେ ତୁମମାନଙ୍କ ପାଇଁ ଏକ କବିତା ଶୁଣ, ମନେ ରଖ। 1869 ଅକ୍ଟୋବର 2 ଗୁଜୁରାଟ ପୋରବନ୍ଦର ମା ପୁତୁଲି ବାଇ। ପିତା ତାଙ୍କ କରମଚାନ୍ଦ ସାଧୁ ସରଳ ଶିଖେଇ। ଦେଶ ମାତୃକାର ସ୍ୱାଧୀନତା ପାଇଁ ଥିଲେ ସିଏ ମତେଇ। ସତ୍ୟର ପୂଜାରୀ ସେ ଯେ ଉଜ୍ଜ୍ୱଳ ହୃଦୟ। ଅହିଂସାର ଦେବଦୂତ ଆକାଶେ ଉଦୟ। ସରଳ ଜୀବନ ଓ ଥିଲା ଉଚ୍ଚ ଲକ୍ଷ୍ୟ। ଆତ୍ମା ଥିଲା ସଭିଙ୍କର ନ୍ୟାୟ ନିରପେକ୍ଷ। ସାହସୀ ନେତା ସେ ଥିଲେ ସ୍ୱାଧୀନତା ସଂଗ୍ରାମୀ। ପରିଶ୍ରମୀ ଧୈର୍ଯ୍ୟବାନ ସେତ ଅଗ୍ରଗାମୀ। ସାଧୁତା ଏକତା ଥିଲା ସେ ପଥ ପ୍ରଦର୍ଶକ। ସମାନତା ନ୍ୟାୟ ଥିଲା ଦେଶ ତାଙ୍କୁ ଟେକ। ଦୟା ଓ କରୁଣାର ଅବତାରୀ ପୁରୁଷ। ଗାନ୍ଧୀଜୀ ନାମେ ନାମିତ ଥିଲେ ପରିଚିତ। ଦୁର୍ଦ୍ଦଶ ବ୍ରିଟିଶ ବିରୁଦ୍ଧରେ ସେ ଲଢ଼େଇ। ସ୍ୱାଧୀନତା ଆଣିଦେଲେ ଦେଶ ଥିଲା ପଛେଇ। 1947 ହେଲା ଦେଶ ସ୍ୱାଧୀନ। 1948 ହେଲା ତାଙ୍କ ନିଧନ। ମରି ସେ ଅମର ଆଜି ଚିରଦିନ ପୂଜିତ। ଆମେ ନୁହେଁ ସାରା ଦେଶ କରେ ପ୍ରଣିପାତ। ମହାତ୍ମା ଗାନ୍ଧୀ କି ଜୟ। ପିଲାମାନେ, ଏଇ କବିତାଟି ତୁମକୁ ଯଦି ଭଲ ଲାଗିଲା ତାହେଲେ ଲାଇକ୍ କରିବ, ସେୟାର କରି ତୁମ ବନ୍ଧୁମାନଙ୍କ ସହିତ ସେୟାର କରିବ ଏବଂ ସବସ୍କ୍ରାଇବ୍ କରିବ। ଜୟ ହିନ୍ଦ।